ଆମେ କ'ଣ ସଫଳତା ପଛରେ ଦୌଡ଼ି ଦୌଡ଼ି କ୍ଲାନ୍ତ ହୋଇଗଲୁନି? ଟିକେ ଭାବନ୍ତୁ ତ, ଲଣ୍ଡନର ଜଣେ ସଫଳ ବିଜନେସ୍ ଷ୍ଟୁଡେଣ୍ଟ ହଠାତ୍ ସବୁକିଛି ଛାଡ଼ି ଜଣେ ସନ୍ନ୍ୟାସୀ କାହିଁକି ବନିଗଲେ? ଆସନ୍ତୁ ଆଜିର ଏହି ବିଶ୍ଳେଷଣରେ ଜେ ସେଟ୍ଟୀଙ୍କ ସେହି ଚମତ୍କାର ଯାତ୍ରା ବିଷୟରେ ଜାଣିବା ଆଉ ଦେଖିବା ପ୍ରାଚୀନ ଜ୍ଞାନ କେମିତି ଆଜିକାର ଟେନସନ୍ ଦୂର କରିପାରିବ। ମୁଁ ସେୟା ନୁହେଁ ଯାହା ମୁଁ ଭାବୁଛି, ମୁଁ ସେୟା ବି ନୁହେଁ ଯାହା ଅନ୍ୟମାନେ ଭାବୁଛନ୍ତି। କଥାଟା ଟିକେ ଗଭୀର ହେଲେ ସମ୍ପୂର୍ଣ୍ଣ ସତ୍। ଆମ ପରିଚୟ ପ୍ରାୟତଃ ଅନ୍ୟମାନଙ୍କର ମତାମତ ଉପରେ ନିର୍ଭର କରେ, ଆଉ ଏଇଠୁ ହିଁ ଆରମ୍ଭ ହୁଏ ଅଶାନ୍ତି। ତେଣୁ ଆଜିର ଏହି ବିଶ୍ଳେଷଣରେ ଆମେ ଏହି 5ଟି ମୁଖ୍ୟ ବିଷୟ ଉପରେ ଫୋକସ୍ କରିବା: ମର୍କଟ ଓ ସନ୍ନ୍ୟାସୀ ମନ, ମିଥ୍ୟା ପରିଚୟ, ପ୍ରକୃତ ଧର୍ମ, ନିତ୍ୟକର୍ମର ଶକ୍ତି, ଆଉ ଶେଷରେ ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ। ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଷୟରୁ, ମର୍କଟ ମନ ବନାମ ସନ୍ନ୍ୟାସୀ ମନ। ଏବେ ଏହି ତୁଳନା ଦେଖନ୍ତୁ। ଗୋଟିଏ ପଟେ ଅଛି ଆମର ମର୍କଟ ମନ ବା ମଙ୍କି ମାଇଣ୍ଡ, ଯାହା ସବୁବେଳେ ବ୍ୟସ୍ତ, ବିବ୍ରତ ଆଉ ଖାଲି ଅଭିଯୋଗ କରେ। ଅନ୍ୟପଟେ ଅଛି ସନ୍ନ୍ୟାସୀ ମନ, ସମ୍ପୂର୍ଣ୍ଣ ଶାନ୍ତ, ସ୍ଥିର ଆଉ ଲକ୍ଷ୍ୟ ପ୍ରତି ସମର୍ପିତ। ସବୁକିଛି ତ୍ୟାଗ କରିଥିବା ସନ୍ନ୍ୟାସୀମାନେ ଏତେ ଖୁସିରେ କେମିତି ରହନ୍ତି, ତାର ରହସ୍ୟ ଏଇଠି ହିଁ ଅଛି। ଏହା କେବଳ କୌଣସି ପୁରୁଣା ଦର୍ଶନ ନୁହେଁ, ଏହା ପଛରେ ପୁରା ବିଜ୍ଞାନ ରହିଛି। ବୈଜ୍ଞାନିକମାନେ ଦେଖିଛନ୍ତି ଯେ ସନ୍ନ୍ୟାସୀମାନଙ୍କ ମସ୍ତିଷ୍କରେ ଗାମା ତରଙ୍ଗର ମାତ୍ରା ସର୍ବାଧିକ ଥାଏ। ଅର୍ଥାତ୍ ଏକାଗ୍ରତା ଓ ଅସୀମ ଖୁସି କୌଣସି ଯାଦୁ ନୁହେଁ, ବରଂ ଏହା ଏକ ଅଭ୍ୟାସ ଯାହାକୁ ଆମେ ସମସ୍ତେ ଆୟତ୍ତ କରିପାରିବା। ଦ୍ୱିତୀୟ ଭାଗ ହେଉଛି ଆମର ଏହି ମିଥ୍ୟା ପରିଚୟକୁ ତ୍ୟାଗ କରିବା। ଏହି ସଂଖ୍ୟାଟିକୁ ଟିକେ ଧ୍ୟାନର ସହ ଦେଖନ୍ତୁ। 11 ବର୍ଷ। ହଁ, ଜଣେ ସାଧାରଣ ମଣିଷ ନିଜ ଜୀବନର ମୂଲ୍ୟବାନ 11 ବର୍ଷରୁ ଅଧିକ ସମୟ କେବଳ ଟିଭି ଆଉ ସୋସିଆଲ ମିଡିଆ ଦେଖିବାରେ ନଷ୍ଟ କରିଦିଏ। ଟିକେ ଭାବନ୍ତୁ ତ, ଆମ ମନକୁ ବାହାର ଦୁନିଆ କେମିତି ନିଜ କବ୍ଜାରେ ରଖିଛି। ବାହାର ଦୁନିଆର ଏତେ ସବୁ କୋଳାହଳ, ସମାଜର ଚାପ ଆଉ ଅନ୍ୟମାନଙ୍କର ଆଶା ଭିତରେ ଆମର ନିଜ ସ୍ୱର କେଉଁଠି ହଜିଯାଇଛି। ସନ୍ନ୍ୟାସୀ ମନ ତିଆରି କରିବାକୁ ହେଲେ ପ୍ରଥମେ ଏଇ ବାହ୍ୟ କୋଳାହଳକୁ ଫିଲ୍ଟର କରିବାକୁ ହିଁ ପଡ଼ିବ, ଯାହାଦ୍ୱାରା ଆମେ ନିଜ ଭିତରର ପ୍ରକୃତ ସ୍ୱର ଶୁଣିପାରିବା। ଏବେ ଆସିବା ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ, ପ୍ରକୃତ ଧର୍ମର ଆବିଷ୍କାର। କୋଳାହଳ ଶାନ୍ତ ହେବା ପରେ ପ୍ରକୃତ ଉଦ୍ଦେଶ୍ୟ ସାମ୍ନାକୁ ଆସେ, ଯାହାକୁ ପ୍ରାଚୀନ ଶାସ୍ତ୍ରରେ ଧର୍ମ କୁହାଯାଇଛି। ଧର୍ମ ମାନେ କେବଳ ନିଜ ପାଇଁ ବଞ୍ଚିବା ନୁହେଁ। ଯେତେବେଳେ ଆମେ ଆମର ଜନ୍ମଗତ ପ୍ରତିଭାକୁ ଅନ୍ୟମାନଙ୍କର ସେବାରେ ଲଗାଉ, ସେତେବେଳେ ହିଁ ଆମେ ପ୍ରକୃତରେ ନିଜର ଧର୍ମ ପାଳନ କରୁଥାଉ। ଏହା ଏକ ଜବରଦସ୍ତ କନସେପ୍ଟ। ପ୍ରାଚୀନ ଶାସ୍ତ୍ରରେ ଆମ ସ୍ୱଭାବକୁ ଏହିପରି 4ଟି ବର୍ଣ୍ଣରେ ବିଭକ୍ତ କରାଯାଇଛି: ସ୍ରଷ୍ଟା, ନିର୍ମାତା, ମାର୍ଗଦର୍ଶକ ଏବଂ ନେତା। ଏହି ଟେବୁଲ ଉପରେ ନଜର ପକାନ୍ତୁ। କାହାକୁ ନୂଆ ଜିନିଷ ତିଆରି କରିବା ପସନ୍ଦ, ତ କାହାକୁ ଜ୍ଞାନ ବାଣ୍ଟିବା। ଥରେ ଆମେ ଆମର ଏହି ପ୍ରାକୃତିକ ଶୈଳୀକୁ ଚିହ୍ନିଗଲେ ଜୀବନର ଲକ୍ଷ୍ୟ ହାସଲ କରିବା ବହୁତ ସହଜ ହୋଇଯିବ। ଚତୁର୍ଥ ବିଭାଗ ହେଉଛି ଆମର ଦୈନନ୍ଦିନ ନିତ୍ୟକର୍ମ ବା ରୁଟିନ୍ର ଶକ୍ତି। ସ୍ଥାନର ଶକ୍ତି ଅଛି ଏବଂ ସମୟର ସ୍ମୃତି ଅଛି। କେତେ ସୁନ୍ଦର କଥାଟେ! ଯଦି ଆମେ ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ କାମ କରୁ, ତେବେ ଆମ ମସ୍ତିଷ୍କ ଉପରୁ ବହୁତ ଚାପ କମିଯାଏ। ଆଉ ଠିକ୍ ସେତେବେଳେ ହିଁ କିଛି ନୂଆ ଆଉ କ୍ରିଏଟିଭ୍ ଭାବିବା ପାଇଁ ଜାଗା ସୃଷ୍ଟି ହୁଏ। କିନ୍ତୁ ବାସ୍ତବରେ ଆଜିକାଲି ଆମର ସକାଳ କେମିତି ହେଉଛି? ଆଖି ଖୋଲୁ ଖୋଲୁ ଫୋନ୍ ସ୍କ୍ରୋଲିଂ। ଏମିତି କରି ଆମେ ଶହ ଶହ ଅପରିଚିତ ଲୋକଙ୍କର ସମସ୍ୟାକୁ ସିଧା ଆମର ଶୋଇବା ଘରକୁ ଡାକି ଆଣୁଛୁ। ଏହା ସକାଳୁ ସକାଳୁ ଆମ ମସ୍ତିଷ୍କରେ ଚାପ ସୃଷ୍ଟି କରେ ଆଉ ଦିନସାରାର ଶାନ୍ତିକୁ ନଷ୍ଟ କରିଦିଏ। ଏମିତି କଲେ ଫୋକସ୍ ଆସିବା କେଉଁଠୁ? ତେବେ ଏହାର ସମାଧାନ କ'ଣ? ଏଥିପାଇଁ ଏକ ସରଳ 3 ପର୍ଯ୍ୟାୟ ଫର୍ମୁଲା ଅଛି: ସ୍ପଟ୍, ଷ୍ଟପ୍ ଆଉ ସ୍ୱାପ୍। ଆମକୁ ପ୍ରଥମେ ନିଜର ନକାରାତ୍ମକ ଅଭ୍ୟାସକୁ ଚିହ୍ନଟ କରିବାକୁ ପଡ଼ିବ। ତାକୁ ସେଇଠି ଅଟକାଇବାକୁ ହେବ ଆଉ ଶେଷରେ ତାକୁ ଗୋଟିଏ ଭଲ ଓ ଅର୍ଥପୂର୍ଣ୍ଣ ଅଭ୍ୟାସ ବଦଳାଇବାକୁ ପଡ଼ିବ। ବାସ୍, ଏତିକି କଲେ ଦେଖିବେ ଅସଲ ମ୍ୟାଜିକ୍। ଏବେ ଆସିବା ଆମର ପଞ୍ଚମ ତଥା ଅନ୍ତିମ ବିଭାଗକୁ, ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ। ସେହି ଗଛ ଲଗାନ୍ତୁ ଯାହାର ଛାଇରେ ବସିବାର ଆଶା ଆମେ ରଖୁନାହୁଁ। ଏଇ ଗୋଟିଏ ଲାଇନ୍ ଭିତରେ ଜୀବନର ସବୁଠାରୁ ବଡ଼ ସତ୍ୟ ଲୁଚି ରହିଛି: ନିଃସ୍ୱାର୍ଥପର ସେବା। କୌଣସି ଫଳର ଆଶା ନ ରଖି ଅନ୍ୟ ପାଇଁ କାମ କରିବାର ଏହି ଚିନ୍ତାଧାରା ହିଁ ତ ଜେ ସେଟ୍ଟୀଙ୍କ ଜୀବନର ଦିଗକୁ ଏକ ବିଳାସପୂର୍ଣ୍ଣ କର୍ପୋରେଟ୍ ଦୁନିଆରୁ ବଦଳାଇ ଏକ ଶାନ୍ତିପୂର୍ଣ୍ଣ ଆଶ୍ରମରେ ପହଞ୍ଚାଇଥିଲା। ଏହାକୁ ନେଇ ଏକ ହୃଦୟସ୍ପର୍ଶୀ ଘଟଣା ଅଛି। ଆଶ୍ରମରେ ମାତ୍ର 10 ବର୍ଷର ଜଣେ ସନ୍ନ୍ୟାସୀ ଛୋଟ ପିଲାମାନଙ୍କୁ ପ୍ରଥମ ପାଠ କ'ଣ ପଢ଼ାଉଥିଲେ ଜାଣିଛନ୍ତି? ନିଶ୍ୱାସ ନେବାର ଉପାୟ। କାରଣ ଜୀବନରେ ସବୁ କିଛି ବଦଳିଯିବ, କିନ୍ତୁ ଜନ୍ମରୁ ମୃତ୍ୟୁ ଯାଏଁ ଏହି ନିଶ୍ୱାସ ହିଁ ଆମର ଏକମାତ୍ର ସାଥୀ। ନିଶ୍ୱାସକୁ ଆୟତ୍ତ କରିପାରିଲେ ଭୟ କିମ୍ବା ରାଗ, ଯେକୌଣସି କଠିନ ଭାବନାକୁ ସହଜରେ କଣ୍ଟ୍ରୋଲ କରିହେବ। ବାସ୍ତବରେ ଏକ ଗଭୀର ଦର୍ଶନ। ଏହି ବିଶ୍ଳେଷଣ ଶେଷ କରିବା ପୂର୍ବରୁ ଆସନ୍ତୁ ଏକ ଶକ୍ତିଶାଳୀ ପ୍ରଶ୍ନ ଉପରେ ବିଚାର କରିବା।
ଯେତେବେଳେ ବି ଜୀବନରେ କୌଣସି କଠିନ ପରିସ୍ଥିତି ଆସିବ ନିଜକୁ କେବଳ ଗୋଟିଏ ପ୍ରଶ୍ନ ପଚାରିବା ଏହି ମୁହୂର୍ତ୍ତରେ ଜଣେ ସନ୍ନ୍ୟାସୀ କ'ଣ କରିଥାନ୍ତେ ଏହି ଗୋଟିଏ ପ୍ରଶ୍ନରୁ ହିଁ ମିଳିଯିବ ଏକ ଶାନ୍ତ ଆଉ ସ୍ଥିର ଜୀବନର ଚାବିକାଠି। ତେବେ ଆଜିଠୁ ଆମେ ନିଜ ଭିତରର ସନ୍ନ୍ୟାସୀ ମନକୁ ଖୋଜିବା ଆରମ୍ଭ କରିବା ତ ଏହି ଆକର୍ଷଣୀୟ ଏବଂ ଶାନ୍ତିପୂର୍ଣ୍ଣ ଯାତ୍ରା ପାଇଁ ସମସ୍ତଙ୍କୁ ଅନେକ ଶୁଭେଚ୍ଛା।